ଏଇ ଅଗଷ୍ଟ ମାସରେ ଆମ ପାର୍ଲାମେଣ୍ଟରେ ଗୋଟିଏ ବିଲ୍ ପାରିତ ହେଲା, ଯେଉଁଥିରେ MMRD ଆକ୍ଟରେ ସଂଶୋଧନ ହେଲା। ସଂଶୋଧନ ଏତିକି ହେଲା ଯେ ଗୋଟିଏ ନୂଆ ଧାରା 9D ଆଇନରେ ଯୋଡ଼ା ହେଲା। এই ବ୍ୟବସ୍ଥାର ଉଦ୍ଦେଶ୍ୟ ହେଲା ଯେ ଯଦି ରାଜ୍ୟମାନେ ଖଣି ସମ୍ପର୍କରେ କୌଣସି ନୂଆ ଟ୍ୟାକ୍ସ ବସେଇବେ, ତାହେଲେ ସେଇ ଟ୍ୟାକ୍ସଟା କେନ୍ଦ୍ର ସରକାର ଯେଉଁ ନିର୍ଦ୍ଧାରଣ କରିଥିବେ ସୀମା, ସେଇ ସୀମା ଭିତରେ ହିଁ ରହିବ। এই ବ୍ୟବସ୍ଥାଟି ଆମ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ହେଇଛି, କିନ୍ତୁ ଅନେକ ରାଜ୍ୟ ଆଉ ରାଜନୈତିକ ଦଳ ଏକ ବିରୋଧ କରୁଛନ୍ତି। ତାଙ୍କର ଯୁକ୍ତି ହେଲା ଏହା ଫଳରେ ରାଜ୍ୟର ଯେଉଁ ଟ୍ୟାକ୍ସ ବସେଇବା କ୍ଷମତା ଅଛି ସେଟା କ୍ଷୁର୍ଣ୍ଣ ହେଉଛି। କିନ୍ତୁ ଆମେ ବୁଝିବା ଦରକାର ଯେ এই ସଂଶୋଧନ ଫଳରେ ଆମର ଯେଉଁ ରୟାଲ୍ଟି ବ୍ୟବସ୍ଥା ଅଛି ସେ ଅକ୍ଷୁର୍ଣ୍ଣ ରହିବ। ଡିଷ୍ଟ୍ରିକ୍ଟ ମାଇନିଂ ଫାଉଣ୍ଡେସନ ଯେଉଁ ଅଛି ସେ ବି ଅକ୍ଷୁର୍ଣ୍ଣ ରହିବ। ରାଜ୍ୟମାନଙ୍କର ମାଇନର ମିନେରାଲ୍ସ ଉପରେ ଯେଉଁ ସମ୍ପୂର୍ଣ୍ଣ ଅଧିକାର ଅଛି ସେ ବି ଅକ୍ଷୁର୍ଣ୍ଣ ରହିବ।